ओम शांति। ओम शांति। 5/12/25। अच्छा मीठा मीठा शिखिल दे ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସମ୍ପନ୍ନ ଶୁଭେଚ୍ଛା ଏବଂ ପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପଦାଦାଙ୍କୁ ୟାଦ ପ୍ୟାର ଗୁଡ୍ ମର୍ଣ୍ଣିଂ ନମସ୍ତେ ନମସ୍ତେ ନମସ୍ତେ। ପାଇଁ ମୁଖ୍ୟ ସାରାଂଶ ନମ୍ବର 1। ନିଜର ବନ୍ଧନ ଗୁଡ଼ିକୁ କାଟିବାର ଉପାୟ ରଚନା କରିବାକୁ ହେବ। ଅତ୍ୟନ୍ତ ଘନିଷ୍ଠ ବାବାଙ୍କ ସହିତ ଗଭୀର ସ୍ନେହ ରଖିବାକୁ ହେବ। ତାହେଲେ ଆମର ବାବାଙ୍କ ସହିତ ପୁରା ଗଭୀର ସ୍ନେହ, ମାନେ ବାପା ମାଙ୍କଠୁ ବି ଅଧିକ ତମେ ବାବାକୁ ଭଲ ପାଇବ ଯଦି ସେ ତମର ସବୁ ରୋଗ ଦୁଃଖ ନେଇଯିବ। ବାବା ହେଲା ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ଦେଇ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ସବୁବେଳେ କହିବ ବାବାଙ୍କୁ ବିଶ୍ୱର କଲ୍ୟାଣ କର, ତା ଭିତରେ ତମର କଲ୍ୟାଣ ହବ। ନମ୍ବର 2, ଦୂରଦର୍ଶୀ ବୁଦ୍ଧି ଦ୍ୱାରା ଏହି ବେହଦର ଖେଳକୁ ବୁଝିବାକୁ ହେବ। ବିକାରୀରୁ ରାଜକୁମାର ହେବାର ପାଠ ପଢା ପ୍ରତି ପୁରା ଧ୍ୟାନ ଦେବାକୁ ପଡିବ। ଦୈନନ୍ଦିନ ଯୋଗର ଚାର୍ଟ ରଖିବାକୁ ହେବ। ବରଦାନ ସଂକଳ୍ପ ରୂପୀ ବୀଜକୁ କଲ୍ୟାଣକାରୀ ଶୁଭ ଭାବନା ଭରପୁର ରଖୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ। ଯେପରି ସାରା ବୃକ୍ଷର ସାର ବସ୍ତୁ ବୀଜରେ ରହିଥାଏ, ସେହିପରି ସଂକଳ୍ପ ରୂପୀ ବୀଜ ପ୍ରତ୍ୟେକ ଆତ୍ମା ପ୍ରତି ପ୍ରକୃତି ପ୍ରତି ଶୁଭ ଭାବନା ସମ୍ପନ୍ନ ହେଉ। ସମସ୍ତଙ୍କୁ ବାବାଙ୍କ ସମାନ କରିବାର ଭାବନା, ନିର୍ବଳକୁ ବଳବାନ କରିବାର ଭାବନା, ଦୁଃଖୀ ଅଶାନ୍ତ ଆତ୍ମାକୁ ସଦା ସୁଖୀ। ଯେଉଁମାନେ ଦୁଃଖୀ ଅଛନ୍ତି, କଳିକାଳରେ ସମସ୍ତେ ଦୁଃଖୀ, ସମସ୍ତେ, କିନ୍ତୁ ବାବା ଛୁଆ ଯେ ତାର ଟିକେ ଦୁଃଖ କମ ରହିବ ବହୁତ ପରିମାଣରେ ଏବଂ ଶାନ୍ତ ରହିବାର ଭାବନାରେ ରସ ବା ସାର ତୁମର ପ୍ରତ୍ୟେକ ସଂକଳ୍ପରେ ଭରି ରହିଥାଉ। କୌଣସି ବି ସଂକଳ୍ପ ରୂପୀ ବୀଜ ଏହି ସାର ବସ୍ତୁରେ ଖାଲି ନ ରହୁ, ଅର୍ଥାତ୍ ବ୍ୟର୍ଥ ନ ହେଉ, କଲ୍ୟାଣର ଭାବନା ଦ୍ୱାରା ସମର୍ଥ ହୋଇଯାଉ, ତେବେ କୁହାଯିବ ବାବାଙ୍କ ସମାନ ବିଶ୍ୱ କଲ୍ୟାଣକାରୀ ଆତ୍ମା। ସ୍ଲୋଗାନ ମାୟାର ଝାମଲାରେ ବିଚଳିତ ହେବା ପରିବର୍ତ୍ତେ ପରମାତ୍ମା ମିଳନର ମୌଜରେ ରୁହ। ମାନେ ଯୋଉ ଆମର ମାୟା ମାନେ ତୋଫାନ ଯୋଉ ଆସୁଛି ବିଘ୍ନ, ତମେ ତାର କେବେ ବିଚଳିତ ହବନି। ବିଚଳିତ ହବନି ଯଦି ବାବାର ଛୁଆ ହେଇଥିବ, ବାବାକୁ ୟାଦ କରିବ, ସେ ବିଘ୍ନ କୁଆଡେ ପଳେଇବ। ଅବ୍ୟକ୍ତ ଇଶାରା ଏବେ ସମ୍ପୂର୍ଣ୍ଣ ଏବଂ କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ହେବା ପାଇଁ ଅଶରୀରୀ ହେବାର ଅଭ୍ୟାସକୁ ବଢା। ଶରୀରର ବନ୍ଧନ, କର୍ମର ବନ୍ଧନ, ବ୍ୟକ୍ତିମାନଙ୍କର ବନ୍ଧନ, ବୈଭବର ବନ୍ଧନ, ସ୍ୱଭାବ ସଂସ୍କାରର ବନ୍ଧନ, କୌଣସି ବି ବନ୍ଧନ ନିଜ ଆଡକୁ ଆକର୍ଷିତ ନ କରୁ। ତାହେଲେ ତମର ଶରୀରର ବନ୍ଧନ, ଶରୀର ଭାବୁଛି ଆମର ଅହଙ୍କାର ଆସୁଛି, ଲୋଭ ଆସୁଛି, ମୋହ ଆସୁଛି। କର୍ମର ବନ୍ଧନ, କର୍ମ କରିବ, ଉଚିତ କର୍ମ କରିବ।